କାଳରେ ଶୀଘ୍ର ଆଗମନ କରିବାକୁ ଯାଉଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ଓ ବହୁମୂଲ୍ୟ ନାମରେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲରେ ଆପଣ ସମସ୍ତଙ୍କୁ ସ୍ୱାଗତ କରେ। ପ୍ରତିଦିନ ପ୍ରତି ପ୍ରଭାତ ଆମମାନେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ନୂଆ ନୂଆ ପ୍ରସଙ୍ଗରେ ପ୍ରଭୁଙ୍କର ବାକ୍ୟ ଶୁଣିବାର ଅପୂର୍ବ ସୁଯୋଗ ଆମେ ପାଉଛୁ। ପରମେଶ୍ୱର ପ୍ରତି ପ୍ରଭାତରେ ତାଙ୍କର ପବିତ୍ର ବାକ୍ୟ ମାଧ୍ୟମରେ ଆମମାନଙ୍କ ସହିତ କଥାବାର୍ତ୍ତା ହେଉଥିବାରୁ ସ୍ୱର୍ଗର ପରମେଶ୍ୱରଙ୍କୁ ମୁଁ ହୃଦୟ ସହିତ ଧନ୍ୟବାଦ ଦିଏ। ତାହା ସହିତ ଆପଣ ସମସ୍ତଙ୍କୁ ମଧ୍ୟ ଧନ୍ୟବାଦ ଦିଏ, କାରଣ ଆପଣମାନେ ନିୟମିତ ଏହି ଚ୍ୟାନେଲ ଦ୍ୱାରା ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଗୁଡ଼ିକକୁ ଦେଖୁଛନ୍ତି। କେବଳ ଦେଖୁଛନ୍ତି ତାହା ନୁହେଁ, ଲାଇକ୍ ସେୟାର କମେଣ୍ଟସ୍ ଗୁଡ଼ିକ ଦ୍ୱାରା ଆପଣମାନେ ଆମମାନଙ୍କୁ ଉତ୍ସାହିତ କରୁଥିବାରୁ ଆପଣମାନଙ୍କୁ ମଧ୍ୟ ଧନ୍ୟବାଦ ଦେଉଛି। ଏହି ପ୍ରକାର ଆପଣମାନେ ନିରନ୍ତର ଆମମାନଙ୍କୁ ଉତ୍ସାହିତ କରୁଥିବେ, ଏହା ଆମେ ଆପଣମାନଙ୍କୁ ଅନୁରୋଧ କରୁଛୁ। ପ୍ରଭୁ ଆପଣ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆଜିର ପ୍ରସଙ୍ଗ ନିକଟକୁ ଯିବା। ଆଜିର ପ୍ରସଙ୍ଗଟି ଏହି ପ୍ରକାର ଅଟେ, ଭଲ ଲୋକମାନଙ୍କ ପ୍ରତି ମନ୍ଦ କାହିଁକି ହୁଏ? ଭଲ ଲୋକମାନଙ୍କ ପ୍ରତି ମନ୍ଦ କାହିଁକି ହୁଏ? ପ୍ରିୟମାନେ, ଏଇଟା ଗୋଟିଏ ବହୁତ ଆଶ୍ଚର୍ଯ୍ୟଜନକ ଘଟଣା ଆମେ ଦେଖୁଛୁ ଯେ ଅନେକ ଭଲ ଲୋକମାନେ ଅଛନ୍ତି ଆଉ ସେମାନଙ୍କ ଜୀବନରେ ବିଭିନ୍ନ ପ୍ରକାର ମନ୍ଦ ବିଷୟ ଘଟିବାଟା ଆମେ ଦେଖୁଛୁ। ବାଇବଲରେ ଏ ପ୍ରକାର ଅନେକ ଉଦାହରଣ ଗୁଡ଼ିକ ରହିଛି। ସେମାନେ କେବେ କାହାର କୌଣସି ପ୍ରକାର ଅମଙ୍ଗଳ କରିନଥାନ୍ତି, ମାତ୍ର ସେମାନଙ୍କ ଜୀବନରେ ପରୀକ୍ଷା, ପ୍ରଲୋଭନ, ରୋଗ, କଷ୍ଟ, ସମସ୍ୟା ଗୁଡ଼ିକ ଆମେ ଆସିବାଟା ଆମେ ଦେଖୁଛୁ। ସେମାନଙ୍କ ମଧ୍ୟରୁ ଗୋଟିଏ ବ୍ୟକ୍ତି ହେଲେ ଆୟୁବ। ଆୟୁବଙ୍କ ବିଷୟରେ କେହି ଜାଣନ୍ତି ନାହିଁ। ଆୟୁବ ଏହି ପ୍ରକାର ଜଣେ ବ୍ୟକ୍ତି, ସ୍ୱର୍ଗର ପରମେଶ୍ୱର ଆୟୁବଙ୍କ ବିଷୟରେ ସେ ସାକ୍ଷ୍ୟ ଦେଇଛନ୍ତି। ତାଙ୍କୁ ଯେଉଁ ସାର୍ଟିଫିକେଟଟା ମିଳିଛି, ମନୁଷ୍ୟମାନଙ୍କ ଠାରୁ ସେ ସାର୍ଟିଫିକେଟ ମିଳିନାହିଁ। ପରମେଶ୍ୱର, ସ୍ୱର୍ଗର ପରମେଶ୍ୱର ତାଙ୍କୁ ସେଇ ସାର୍ଟିଫିକେଟ ଦେଇଛନ୍ତି। ଆଉ ସେ କହିଛନ୍ତି, ଆୟୁବ ଏହାର 1 ଅଧ୍ୟାୟ ଆମମାନେ ପଢ଼ିବା, ଆମେ 8 ପଦ ପଢ଼ିବା। 1 ଅଧ୍ୟାୟର 8 ପଦ। ତହୁଁ ସଦାପ୍ରଭୁ ଶୈତାନକୁ କହିଲେ, ତୁମ୍ଭେ କି ଆମ୍ଭ ଦାସ ଆୟୁବ ପ୍ରତି ମନ ଦେଇଅଛ? କାରଣ ତାହାର ସମାନ ସିଦ୍ଧ ଓ ସରଳ, ପରମେଶ୍ୱର ଭୟକାରୀ ଓ କୁକ୍ରିୟା ତ୍ୟାଗୀ ଲୋକ ପୃଥିବୀରେ କେହି ନାହିଁ। ପ୍ରିୟମାନେ, ଏହି ଯେଉଁ ପ୍ରମାଣପତ୍ର, ଏହି ଯେଉଁ ସାର୍ଟିଫିକେଟଟା ଆୟୁବକୁ ସ୍ୱର୍ଗର ପରମେଶ୍ୱର ସେ ଦେଉଛନ୍ତି। ଆୟୁବ ସ୍ୱର୍ଗର ପରମେଶ୍ୱରଙ୍କ ଦୃଷ୍ଟିରେ ସେହି ସମୟରେ କି ପ୍ରକାର ଜୀବନଯାପନ କରୁଥିଲେ? ସେ ଉଷ ଦେଶର ନମ୍ବର 1 ଧନୀ ବ୍ୟକ୍ତି। ଜଣେ ଧନୀ ବ୍ୟକ୍ତି କେବେ ହେଲେ ମଧ୍ୟ ସେ ସିଦ୍ଧ ହୋଇପାରିବ ନାହିଁ, ସରଳ ହୋଇପାରିବ ନାହିଁ, ପରମେଶ୍ୱର ଭୟକାରୀ କୁକ୍ରିୟା ତ୍ୟାଗୀ ହୋଇପାରିବ ନାହିଁ। ମାତ୍ର ଆମେ ଦେଖୁଛୁ ଆୟୁବଙ୍କୁ ପରମେଶ୍ୱର କହୁଛନ୍ତି, ଏତେ ଧନୀ ହେଲେ ମଧ୍ୟ ଏ କୌଣସି ପ୍ରକାର 2 ନମ୍ବରିଆ କାମ କରି ସେ ଧନ ଉପାର୍ଜନ କରିନାହିଁ। ଯେତିକି ଧନ ସେ ଉପାର୍ଜନ କରିଛି, ବହୁତ ସୁନ୍ଦର ଭାବରେ ପ୍ରଭୁଙ୍କ ଭୟ ଭକ୍ତିରେ ସେ ଉପାର୍ଜନ କରିଛି। ଏହି ପ୍ରକାର ପ୍ରମାଣପତ୍ର ତାଙ୍କୁ ମିଳିଛି। ମାତ୍ର ଆୟୁବଙ୍କ ଜୀବନର ଦୁଃଖ ଆମେ ବର୍ଣ୍ଣନା କରିପାରିବା ନାହିଁ। ଏତେ ପରିମାଣରେ ଆୟୁବଙ୍କ ଜୀବନରେ ଦୁଃଖ। ଆୟୁବଙ୍କର ସମ୍ପୂର୍ଣ୍ଣ ସମ୍ପତ୍ତି ଗୋଟିଏ ଦିନରେ ଛାରଖାର ହେଇଯାଉଛି, ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଉଛି। ସ୍ୱର୍ଗରୁ ନିଆଁ ଆସି ପଡ଼ି ସମ୍ପୂର୍ଣ୍ଣ ଭାବରେ ତାଙ୍କର ଓଟ, ତାଙ୍କର ମେଷପଲ, ତାଙ୍କର ଗଧର୍ବି, ତାଙ୍କର ହଳ ବଳଦ ସବୁ ଯାକ ନଷ୍ଟ ହୋଇଯାଉଛି ଏକା ଦିନରେ। ଉଷ ଦେଶର ନମ୍ବର 1 ଧନୀ ବ୍ୟକ୍ତି, ସେ ଗୋଟିଏ ଦରିଦ୍ର ବ୍ୟକ୍ତି ଭାବରେ ପରିଣତ ହୋଇଯାଉଛନ୍ତି। ତାହା କେବଳ ନୁହେଁ, ଆୟୁବଙ୍କର 10ଟା ପୁଅ ଝିଅ ଥିଲେ, ଆଉ 10ଟା ଯୁବା ପୁଅ ଝିଅ ଏକା ଦିନରେ ମରିଯାଉଛନ୍ତି। ପ୍ରିୟମାନେ, ଆୟୁବ ଗୋଟେ ଭଲ ଲୋକ। ପରମେଶ୍ୱର ତାଙ୍କୁ ସେ ପ୍ରମାଣପତ୍ର ଦେଇଥିଲେ। ମାତ୍ର ଆୟୁବଙ୍କ ଜୀବନରେ ଆମେ ଦେଖୁଛୁ କି ଦୁଃଖ, କି କଷ୍ଟ ସେତିକିରେ ହିଁ ରହିଯାଉ ନାହିଁ। ଆୟୁବଙ୍କର ସମ୍ପୂର୍ଣ୍ଣ ଦେହ ସାରା ଫଟକା ଗୁଡ଼ିକ ହେଇଯାଉଛି, ଦେହ ସାରା ବଥ ହେଇଯାଉଛି। ସେ ବସି ପାରୁନାହାନ୍ତି, ଉଠି ପାରୁନାହାନ୍ତି, ପାଉଁଶ ଗଦା ଉପରେ ଅଛନ୍ତି, ଖପରା ଧରି ନିଜର ସେହି ବଥ ସ୍ଥାନ ଗୁଡ଼ିକକୁ ସେ ଘଷି ହେଉଛନ୍ତି। ସେତିକିରେ ରହିଯାଉ ନାହିଁ। ତାଙ୍କର ନିଜର ସ୍ତ୍ରୀ ମଧ୍ୟ ତାଙ୍କୁ କହୁଛନ୍ତି, ତାଙ୍କର ଏତେ ସରଳତାକୁ ଦେଖି ସେ କହୁଛନ୍ତି, ତୁମେ ଏତେ କଷ୍ଟ ପାଉଛ, ଯନ୍ତ୍ରଣା ପାଉଛ, ଏବେ ମଧ୍ୟ ପରମେଶ୍ୱରଙ୍କୁ ଧରିଛ, ଛାଡ଼ିକିନା ମର। ତାଙ୍କ ସ୍ତ୍ରୀ ମଧ୍ୟ ତାଙ୍କୁ ମରିବା ପାଇଁ କହୁଛନ୍ତି। କାରଣ ଆୟୁବଙ୍କ ଜୀବନରେ ଯେଉଁ ପ୍ରକାର କଷ୍ଟ ଥିଲା, ତାଙ୍କ ସ୍ତ୍ରୀ ସେ କଷ୍ଟକୁ ସେ ଦେଖି ସହ୍ୟ କରିପାରୁନାହାନ୍ତି। ଏତେ କଷ୍ଟ ତୁମେ ପାଉଛ, ତୁମେ ମରିଗଲେ ଭଲ, ସେ ପ୍ରକାର ସେ କଥା କହୁଛନ୍ତି। ସେତିକିରେ ନୁହେଁ, ତାଙ୍କର ମିତ୍ର ଗୁଡ଼ିକ ମଧ୍ୟ ତାଙ୍କ ବିରୁଦ୍ଧରେ ଆସି ଅନେକ ପ୍ରକାର କଥା କହୁଛନ୍ତି। ପ୍ରିୟମାନେ, ଆୟୁବ ଗୋଟେ ଭଲ ବ୍ୟକ୍ତି, ମାତ୍ର ତାଙ୍କ ଜୀବନରେ କାହିଁକି ମନ୍ଦତା ହେଉଛି ଆମେ ଏହା ଦେଖୁଛୁ। ପ୍ରିୟମାନେ, କାରଣ ପରମେଶ୍ୱର ଆୟୁବଙ୍କ ଉପରେ ସମ୍ପୂର୍ଣ୍ଣ ଭରସା ରହିଛି। ଶୈତାନ ହସ୍ତରେ ଆୟୁବଙ୍କୁ ପରମେଶ୍ୱର ସମର୍ପଣ କରୁଛନ୍ତି।
କାହିଁକି ସମର୍ପଣ କରୁଛନ୍ତି? କାରଣ ପରମେଶ୍ୱର ଆଇବଙ୍କୁ ଭରସା କରୁଛନ୍ତି। ଆଇବଙ୍କର କିଛି ଭୁଲ ନାହିଁ। ଆପଣ କହିବା ପାଇଁ ଚାହେଁ, ଆପଣ ମଧ୍ୟ ଯେଉଁ ପ୍ରକାର ପରିସ୍ଥିତି ମଧ୍ୟ ଦେଇ ଯାଉଛନ୍ତି, ଆପଣଙ୍କର କିଛି ଭୁଲ ନାହିଁ, କିଛି ପାପ ନାହିଁ, କିଛି ଅଧର୍ମ ନାହିଁ, ମାତ୍ର ପରମେଶ୍ୱର ଆପଣଙ୍କ ଉପରେ ଭରସା କରୁଛନ୍ତି। ଦେଖ, ଏଇ ବ୍ୟକ୍ତି ଆଇବଙ୍କୁ ଦେଖ, ସେ ଜୀବନରେ ସୁଖ ପାଇବାରୁ ହିଁ ମୋର ସେବା କରିବ ତାହା ନୁହେଁ। ଜୀବନରେ ଯେତେ ଦୁଃଖ ଆସିଲେ ମଧ୍ୟ ସେ ମୋର ସେବା କରିବ, ମୋର ପଛରେ ଚାଲିବ, ମୁଖରେ ଗୋଟେ ପଦ ମଧ୍ୟ କଥା କହିବ ନାହିଁ। ପ୍ରିୟମାନେ, ଆଜି ସେଇ ପ୍ରକାର ଘଟୁଛି। ଆପଣ ଭଲ ପ୍ରାର୍ଥନା କରୁଛନ୍ତି, ବାଇବଲ ପଢ଼ୁଛନ୍ତି, ଧାର୍ମିକ ଜୀବନଯାପନ କରୁଛନ୍ତି, ଆପଣମାନଙ୍କର ସହକର୍ମୀମାନେ ଯେଉଁ ପ୍ରକାର ଜୀବନ କାଟୁଛନ୍ତି, ଆପଣ ସେମିତି ଜୀବନ କାଟୁନାହାନ୍ତି, ମାତ୍ର ଆପଣଙ୍କ ଜୀବନରେ ଦୁଃଖ ଆସୁଛି, କଷ୍ଟ ଆସୁଛି, ସମସ୍ୟା ଆସୁଛି, ଭାଙ୍ଗି ପଡ଼ନ୍ତୁ ନାହିଁ। ଆଇବ ଏ କଥା ଜାଣିଥିଲେ। ଆଇବ ଏହାର 23 ଅଧ୍ୟାୟ ଆମମାନେ 10 ପଦ ପଢ଼ିବା। ମାତ୍ର ମୁଁ ଯେଉଁ ପଥ ଅବଲମ୍ବନ କରେ ସେ ତାହା ଜାଣନ୍ତି, ସେ ମୋତେ ପରୀକ୍ଷା କଲା ଉତ୍ତାରେ ମୁଁ ସୁବର୍ଣ୍ଣ ପରି ଉତ୍ତୀର୍ଣ୍ଣ ହେବି। ଏଇଟା ଜାଣିଛନ୍ତି ଆଇବ। ଏଇ ଯେଉଁ ବିଷୟ ଗୁଡ଼ିକ ହେଉଛି, ପରମେଶ୍ୱର ମୋତେ ପରୀକ୍ଷା କରୁଛନ୍ତି, ଆଉ ପରମେଶ୍ୱର ଯେତେବେଳେ ପରୀକ୍ଷା ସମାପ୍ତ ହୋଇଯିବ, ପରୀକ୍ଷା କରିବାଟା ସେ ସାରିଦେବେ, ସେହି ସମୟରେ ମୁଁ ସୁନା ଠାରୁ ମଧ୍ୟ ଆହୁରି ଅଧିକ ଚକମକ ହେଇଯିବି, ସୁନା ଠାରୁ ମଧ୍ୟ ମୁଁ ଆହୁରି ଅଧିକ ବହୁମୂଲ୍ୟ ହେଇଯିବି। ପ୍ରିୟମାନେ, ସେହି ପ୍ରକାର ହେଲା ଆଇବଙ୍କର ଯେତେବେଳେ ସମ୍ପୂର୍ଣ୍ଣ ଭାବରେ ପରୀକ୍ଷା ସମାପ୍ତ ହୋଇଯାଇଛି, ସେହି ସମୟରେ ଆଇବଙ୍କର କଥା ଆମେ ଦେଖିବା। ଆଇବ 42 ଅଧ୍ୟାୟର 12 ପଦରେ ଏହି ରୂପେ ସଦାପ୍ରଭୁ ଆଇବର ଆଦ୍ୟ ଅବସ୍ଥା ଅପେକ୍ଷା ଶେଷ ଅବସ୍ଥାକୁ ଅଧିକ ଆଶୀର୍ବାଦ ଯୁକ୍ତ କଲେ। ପ୍ରିୟମାନେ, ଦେଖନ୍ତୁ, ଗୋଟିଏ ଭଲ ବ୍ୟକ୍ତି ପ୍ରତି ମନ୍ଦ କାହିଁକି ହେଉଛି? ଆମେ এই ଅଳ୍ପ ସମୟ ବିଷୟ ଦେଖୁଛୁ, ଏହି ସମୟରେ ଦୁଃଖ ଦେଖୁଛୁ, କଷ୍ଟ ଦେଖୁଛୁ ଯେ ଆମ ଜୀବନରେ ମନ୍ଦ ହେଉଛି। ଆମେ ଶେଷ ଅବସ୍ଥାକୁ ଆମେ ଜାଣୁନା। ଆଇବଙ୍କର ଶେଷ ଅବସ୍ଥା, ତାଙ୍କର ପ୍ରାରମ୍ଭ ଅବସ୍ଥା ଠାରୁ ତାଙ୍କର ଶେଷ ଅବସ୍ଥା ଅତ୍ୟଧିକ ପରିମାଣରେ ଆଶୀର୍ବାଦ ଯୁକ୍ତ ହେଲା। ଏହା ବାଇବଲ ଆମମାନଙ୍କୁ କହେ। ସେଥିପାଇଁ ଆପଣ ଜଣେ ଭଲ ବ୍ୟକ୍ତି, ଆପଣ ଜଣେ ପ୍ରଭୁଙ୍କ ମାର୍ଗରେ ଚାଲିବା ବ୍ୟକ୍ତି, ମାତ୍ର ଆପଣଙ୍କ ଜୀବନରେ ଏହି ପ୍ରକାର ବିଷୟ ଗୁଡ଼ିକ ଘଟୁଛି, ବ୍ୟତିବ୍ୟସ୍ତ ହୁଅନ୍ତୁ ନାହିଁ। ଆପଣଙ୍କୁ ପରମେଶ୍ୱର ପରୀକ୍ଷା କରୁଛନ୍ତି, ଆଉ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲା ପରେ ଆପଣଙ୍କର ମଧ୍ୟ ଆଦ୍ୟ ଅବସ୍ଥା ଠାରୁ ଆପଣଙ୍କ ଶେଷ ଅବସ୍ଥା ଅଧିକ ମଙ୍ଗଳମୟ, ଅଧିକ ଆଶୀର୍ବାଦ ଯୁକ୍ତ ହେବ। ଆପଣମାନେ ଅନ୍ୟମାନଙ୍କୁ ଦେଖି ବିଚଳିତ ହୁଅନ୍ତୁ ନାହିଁ। ସେମାନେ ଖରାପ ଜୀବନଯାପନ କରୁଛନ୍ତି, ତାଙ୍କ ଜୀବନରେ କୌଣସି ପ୍ରକାର ଅମଙ୍ଗଳ ହେଉନାହିଁ, ମାତ୍ର ମୋ ଜୀବନରେ ହିଁ କାହିଁକି ହେଉଛି, ଏହି ପ୍ରକାର ଭାବି ନିଜକୁ କଷ୍ଟ ଦିଅନ୍ତୁ ନାହିଁ, ଦୁଃଖ ଦିଅନ୍ତୁ ନାହିଁ। ଆପଣ ପରମେଶ୍ୱରଙ୍କ ଉପରେ ଭରସା ରଖନ୍ତୁ। ସେ ପରମେଶ୍ୱର ଅନ୍ୟାୟୀ ପରମେଶ୍ୱର ନାହାନ୍ତି, ସେ ଆପଣଙ୍କର ଅବସ୍ଥାକୁ ସେ ପରିବର୍ତ୍ତନ କରିବେ। ଲେଖାଗଲା, ଏହି ରୂପେ ଆଇବ ସଦାପ୍ରଭୁ ଆଇବର ଆଦ୍ୟ ଅବସ୍ଥା ଅପେକ୍ଷା ଶେଷ ଅବସ୍ଥା ଅଧିକ ଆଶୀର୍ବାଦ ଯୁକ୍ତ କଲେ। ତହିଁରେ ତାହାର 14,000 ମେଷ, ଆଗରେ କେତେ ଥିଲା? 7,000 ମେଷ, 6,000 ଉଷ୍ଟ୍ର। ଦେଖନ୍ତୁ, ଡବଲ ହେଇଯାଉଛି। 1,000 ହଳ ବଳଦ, 1,000 ଗଧର୍ବି ହେଲେ ମଧ୍ୟ ତାହାର 7 ପୁତ୍ର ଓ 3 କନ୍ୟା ଜନ୍ମିଲେ। ପୁଣି ସେ ପ୍ରଥମ କନ୍ୟାର ନାମ ଜିମିମା ଓ ଦ୍ୱିତୀୟର ନାମ କସିଆ ଓ ତୃତୀୟର ନାମ କେରଣ ହପୁକ ଦେଲା। ଦେଶ ଯାକରେ କୌଣସି ସ୍ତ୍ରୀ ଆଇବର କନ୍ୟାମାନଙ୍କ ପରି ରୂପବତୀ ନଥିଲେ, ଆଉ ସେମାନଙ୍କର ପିତା ସେମାନଙ୍କ ଭାତୃଗଣ ମଧ୍ୟରେ ସେମାନଙ୍କୁ ଅଧିକାର ଦେଲା। ପ୍ରିୟମାନେ, ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ଦେଖନ୍ତୁ, ଆଇବ ଗୋଟିଏ ବହୁତ ଭଲ ବ୍ୟକ୍ତି। ପରମେଶ୍ୱର ନିଜେ ତାଙ୍କୁ ସାର୍ଟିଫିକେଟ୍ ଦେଇଥିଲେ, ମାତ୍ର ଆଇବଙ୍କ ଜୀବନରେ ଦୁଃଖ କଷ୍ଟ ସମସ୍ୟା ଆସିଲା। ଆଇବଙ୍କ ଲୋକମାନେ ଦେଖିଲେ ଆଙ୍କ ଜୀବନରେ ଅମଙ୍ଗଳ ଘଟୁଛି, ଅମଙ୍ଗଳ ଉପରେ ଅମଙ୍ଗଳ ଘଟୁଛି। ପ୍ରିୟମାନେ, ଆମର ପରମେଶ୍ୱର ଅମଙ୍ଗଳକୁ ମଙ୍ଗଳରେ ପରିଣତ କରିବା ପରମେଶ୍ୱର। ସେଥିପାଇଁ ଆପଣ ବେଶୀ ନିଜକୁ ଦୁଃଖ କଷ୍ଟ ଦେଇ ଛାଟିପିଟି ହୁଅନ୍ତୁ ନାହିଁ। କାରଣ ଭଲ ଲୋକ ପ୍ରତି କାହିଁକି ମନ୍ଦ ହୁଏ? ଭଲ ଲୋକମାନଙ୍କ ପ୍ରତି କେବେ ମଧ୍ୟ ମନ୍ଦ ହୁଏ ନାହିଁ। ଭଲ ଲୋକ ପ୍ରତି ପରମେଶ୍ୱର ଭଲ କରିବା ପରମେଶ୍ୱର। ଆପଣ ଟିକେ ଧୈର୍ଯ୍ୟ ଧରି ଅପେକ୍ଷା କରନ୍ତୁ। ଆପଣଙ୍କର ମଧ୍ୟ ଅବସ୍ଥା ବଦଳିବା ପାଇଁ ଯାଉଛି, ଆପଣଙ୍କର ମଧ୍ୟ ପରିସ୍ଥିତି ବଦଳିବା ପାଇଁ ଯାଉଛି। ପରମେଶ୍ୱର କେବେ ହେଲେ ମଧ୍ୟ ଭଲ ଲୋକ ପ୍ରତି ମନ୍ଦ କରିବେ ନାହିଁ। ପରମେଶ୍ୱର ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ଆସନ୍ତୁ ପ୍ରାର୍ଥନା କରିବା। ମଙ୍ଗଳମୟ ପିତା, ମୁଁ ତୁମକୁ ଧନ୍ୟବାଦ ଦିଏ। ଆଜି ଆଇବଙ୍କ ଜୀବନ ଦ୍ୱାରା ତୁମେ ଆମମାନଙ୍କ ସହିତ ଅତି ସୁନ୍ଦର ଭାବରେ କଥାବାର୍ତ୍ତା ହେଲ। ଆଇବଙ୍କର ପରିସ୍ଥିତି କି ପ୍ରକାର ଥିଲା, ଆଉ ସେଇ ପରିସ୍ଥିତିରେ ସେ କି ପ୍ରକାର ତୁମ ଉପରେ ବିଶ୍ୱସ୍ତରେ ରହିଲେ, ଆଉ ତୁମେ ତାଙ୍କର ଅବସ୍ଥାକୁ ବଦଳାଇ ଦେଲ। ଧନ୍ୟବାଦ ପ୍ରଭୁ। ଆଜି ଅନେକ
भाई भौणी मैंने यही प्रकार अवस्था मध्य दे जाउछंती सेमानक मनर प्रश्नर उत्तर तांको मिली पारु नहीं मात्र मु प्रार्थना करे प्रभु ए संदेश द्वारा सेमानकु कंफर्ट दियो आउ सेमाने मध्य अपेक्षा करिवे आइब जे प्रकार अपेक्षा कले आउ तांकर शेष अवस्था बदली गला सही प्रकार भावरे तुम्हें प्रभु एमानकु धैर्य दियो अपेक्षा रहिबे साहाय्य कर प्रार्थना शुणिछ धन्यवाद दी प्रार्थना प्रिय यीशुଙ୍କ नाम रे मागुछि आमेन आमेन। प्रेज द लॉर्ड। प्रभु आम समस्त को प्रचुर भाव आशीर्वाद करंतु प्रभु जदि अनुग्रह करती आसंता अध्याय परस्पर सहित साक्षात करिबा जदि आपण मानकर कोनोसी परामर्श अछि ताहाले आपण माने कमेंट्स माध्यम रे आमान को जणाई पारिबे संदेश भलो लागुछि अन्य मान को मध्य शेयर करि पारिबे जे प्रकार कि सेमाने मध्य सुनी आशीर्वाद पाइबे। ठीक अछि रहिबा नमस्कार। प्रेज द लॉर्ड। गॉड ब्लेस यू।